ए ବୋଉ ଦେଖିଲୁ ସକାଳୁ ସକାଳୁ ତ ନାତି ଆସି ମୋର ମୁଣ୍ଡଟାକୁ ପୁରା ଖରାପ କରିସାରିଲାଣି। ସକାଳୁ ସକାଳୁ ତାର ଗୋଟେ ଜିଦି ପିଜ୍ଜା ଖାଇବ ପିଜ୍ଜା ଖାଇବ ପିଜ୍ଜା ଖାଇବ। ତାକୁ ଯେତେ ବୁଝିଲିଣି ଘରେ ଆଜି ଚିତଉ ହେଇଛି, ଚିତଉଟା ପୁରା ପିଜ୍ଜାଠୁ ବଳିଯିବ, ଭାରି ନରମ ଲାଗିବ, ବଢ଼ିଆ ଲାଗିବ, ତୁ ଖା। ତଥାପି ତାର ଗୋଟେ ଜିଦି, ସେ ପିଜ୍ଜା ହିଁ ଖାଇବ। ତାପରେ ବୋଉ କହିଲା ହଁ ତ ଦେଇଦେ ପିଜ୍ଜା। ମୁଁ କହିଲି କି ପୁଣି ଏବେ ଯିବି ପିଜ୍ଜା ଫିଜ୍ଜା ବନେଇବା ପାଇଁ, କେତେ ଝିଞ୍ଝଟ ଜାଣିଛୁଟି। ନା ଆରେ ତୁ ବା ମା ହେଲୁଣୁ, କିଛି ଗୋଟେ ଘରୋଇ ଯୁଗାଡ଼ ଲଗା, ଯେମିତି ମୁଁ ତୋତେ ଆଳୁ ସୁପ୍ ବନେଇକି ଦେଇଥିଲି। ମୁଁ କହିଲି ହଁ ହଁ ଆଳୁ ସୁପ୍ ନୁହଁ ଠକ ସୁପ୍। ବୋଉ କହିଲା ସେ ଯାହା ବି ହଉ ସେମିତି କିଛି ଗୋଟେ ଠକ ପିଜ୍ଜା ବନା। ତାପରେ କଣ ବୋଉ କଥାରେ ଅନୁପ୍ରାଣିତ ହେଇକି ମୁଁ ବନେଇଦେଲି ଠକ ପିଜ୍ଜା। ଘରେ ଯାହା ଥିଲା କିଛି ପରିମାଣରେ ମୁଁ ଭେଜିସ୍ ନେଇଗଲି। ସେଥିରେ ଗାଜର, କ୍ୟାପ୍ସିକମ୍, ପିଆଜ, ଛତୁ, ପନିରକୁ ଭଲ ଭାବରେ ଭାଜିଦେଲି। ଟିକେ ନାକୁ ଲୁଣ ଆଉ ଟିକେ ନାକୁ ଲଙ୍କାଗୁଣ୍ଡ ପକେଇଦେଲି। କଡ଼େଇରେ ଟିକେ ନାକୁ ତେଲ ଦେଇକି ସେଥିରେ କ'ଣ କଲି ନା ମୁଁ ଚିତଉ ବ୍ୟାଟର ସବୁ ପକେଇଦେଲି। ତାପରେ ଟିକେ ନାକୁ ଅରିଗାନୋ, ଚିଲି ଫ୍ଲେକ୍ସ ଏବଂ ମିକ୍ସ ହବ୍, ଏ ସବୁ ଯାହା ସବୁ ଆମ ପିଜ୍ଜାରେ ପଡ଼େ ସେ ସବୁ ପକେଇଦେଲି। ଭଲ ବାସ୍ନା ଆସିବ ନା। ତାପରେ ଯେଉଁ ସବୁ ଭେଜିସ୍ ମୁଁ ଭଲ ଭାବରେ ଭାଜିକି ରଖିଦେଲି ତାକୁ ମଧ୍ୟ ଆଡ଼୍ କରିଦେଲି। ଏଇଠି ଦେଖନ୍ତୁ ଚିଜ୍, ଯେଉଁ ଚିଜ୍ ଆପଣଙ୍କ ପାଖରେ ଥିବ, ମୋ ପାଖରେ ଯାହା ଥିଲା ମୁଁ ସେଥିରେ ପକେଇଦେଲି। ତ ଗୋଟେ ଚିଜ୍ରୁ ମୁଁ ଅଧା ଅଧା କରିକି ପକେଇଲି। ଛୁଆଙ୍କୁ ନା ଆମେମାନେ ଯେତେ ଚାହିଁବା ଚିଜ୍ ଦେବା ଭଲ, ତାଙ୍କ ଦେହ ପାଇଁ ଭଲ। ଆମେମାନେ ଟିକେ ବୟସ ହେଲା ପରେ ଟିକେ ଆଭଏଡ଼ କରିଦେବା ଭଲ। ତାପରେ ପୁଣି ଟିକେ ନାକୁ ଚିତଉ ବ୍ୟାଟର ଟିକେ ନାକୁ ସେଥିରେ ପକେଇ ଭଲ ଭାବରେ 2 ମିନିଟ୍ ଯାଏଁ ଘୋଡ଼େଇ ଦେଲି। ଆଉ ଉପରେ ଟିକେ ନାକୁ ଗୋଲମରିଚ ଗୁଣ୍ଡ ଏମିତି ସ୍ପ୍ରିଙ୍କଲ କରିଦେଲି। 2 ମିନିଟ୍ ଯାଏଁ ଘୋଡ଼େଇକି ପୁରା ସିମ୍ ଆଞ୍ଚରେ ରଖିଦେଲି। ରେଡି ହେଇଗଲା ଆମର ଠକ ପିଜ୍ଜା। ଦେଖିବାଠୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ପୁରା ପିଜ୍ଜା ଭଳିଆ ଲାଗୁଥାଏ, ପୁରା ନରମ ଥାଏ, କ୍ରଞ୍ଚି ବି ଥାଏ। ଯେହେତୁ ମୁଁ ଟିକେ ନାକୁ ତେଲ ପକେଇଥିଲି ନା, ବାସ୍ ତାକୁ ପିଜ୍ଜା ଭଳିଆ ଭଲ ଭାବରେ କାଟିଦେଲି। ରେଡି ହେଇଗଲା ଆମର ଚିତଉ ପିଠାର ପିଜ୍ଜା। ସତ କଥା ବହୁତ ହି ବଢ଼ିଆ ଲାଗୁଥିଲା, ଛୁଆମାନଙ୍କ ପାଇଁ ପରଫେକ୍ଟ। ଯଦି ଜିଦି କରୁଛନ୍ତି ଏମିତିଆ ପିଜ୍ଜା ନିଶ୍ଚିତ ବନାନ୍ତୁ। ମୁଁ ବି କେବେ ବି ଭାବିନଥିଲି ନା ଏଇ ଚିତଉରେ ବି ଆମେ ମାନେ ପିଜ୍ଜା କରିପାରିବା। ତେବେ ଥ୍ୟାଙ୍କ ୟୁ ଆଣ୍ଡ ସବସ୍କ୍ରାଇବ୍।